ଜୟ ଜଗନ୍ନାଥ ସାଙ୍ଗମାନେ। ଆମେ ଆଜି ବାହାରିଛୁ ରାଜୁ ଆଉ ଖୁସିଙ୍କ ଏଙ୍ଗେଜମେଣ୍ଟକୁ। ବାବୁଙ୍କ ସାଙ୍ଗ ଯାଉ ଯାଉ ମାଉସୀ ଆମକୁ କହିଲେ, ଏତେ ଲେଟ୍ କରିଦେଲୁ ମା ଆସିବା ପାଇଁ। ମୁଁ କହିଲି କ'ଣ କରିବି, ବାବୁଙ୍କର ତ ଟିକେ ଅଫିସ୍ କାମ ଥିଲା, ଅଫିସ୍ ସାରି ଆସୁ ଆସୁ ଆମର ଟିକେ ଡେରି ହେଇଗଲା। ଆଉ ଫାଇନାଲି ତ ଆମେ ଆସି ପହଞ୍ଚିଲୁ ମନ୍ଦିରରେ। ତାଙ୍କ ଯେହେତୁ ଗୁରୁବାର ପଡ଼ିଥିଲା, ତାଙ୍କ ଏଙ୍ଗେଜମେଣ୍ଟ ମନ୍ଦିରରେ ହେଉଥିଲା। ଆମେ ଯାଇ ମନ୍ଦିରରେ ପହଞ୍ଚିଗଲୁ। ଯାଉ ଯାଉ ସମସ୍ତେ ତାଙ୍କ ଗେଷ୍ଟ ବସିଥିଲେ, ମୋତେ ଟିକେ ଦେଖି ହସିଦେଲେ। ମାଉସୀ ବି ଦେଖିକିରି ବହୁତ ଖୁସି, କାହିଁକିନା ଆମେ ତାଙ୍କ କଥା ରଖିକିରି ଯେତେ ଲେଟ୍ ବି ହେଉ ଯାଇକି ପହଞ୍ଚିଲୁ। ସେଥିପାଇଁ ମାଉସୀ ବହୁତ ଖୁସି ଅଛନ୍ତି ଆମର। କହିଲେ ହଉ ଆସିଲୁ, ଗୋଟେ ଭିଡ଼ିଓ ବନେଇଦେବା ତୋ ସହିତ, ଗୋଟେ ଫଟୋ ଉଠାଇଦେବା। ମୋ ମାଉସୀଙ୍କ ସହିତ ଦୁଇଟା ଫଟୋ ଆଉ ଭିଡ଼ିଓ ବନେଇଦେଲି। ମାଉସୀ କହିଲେ ଯା ଯା, ରାଜୁ ସେପଟେ ଅଛି, ତାଙ୍କୁ ଟିକେ ଦେଖା କରିଦେବୁ, ଆଉ ତା ସହିତ ଗୋଟେ ଫଟୋ ଉଠାଇ ଦେଇକି ଆସିବୁ। ହଉ ଚାଲୁ ଆମେ। ମା ଲୋ, ସମସ୍ତଙ୍କୁ ରକ୍ଷା କର ମା ପାର୍ବତୀ ମା। ଓମ୍ ନମଃ ଶିବାୟ, ହର ହର ମହାଦେବ। ସମସ୍ତଙ୍କୁ ଭଲରେ ଆଉ ଖୁସିରେ ରଖନ୍ତୁ। ଆଜି ଗୋଟେ ବହୁତ ବଡ଼ ଦିନ, ବା ରାଜୁ ଆଉ ଖୁସିଙ୍କ ପାଇଁ ବହୁତ ସ୍ପେଶାଲ ଦିନ। ତ ଭଗବାନ କରନ୍ତୁ ତାଙ୍କୁ ଭଲରେ ଆଉ ଖୁସିରେ ରଖନ୍ତୁ। ଚାଲନ୍ତୁ ଆମେ ଦେଖିବା ଏବେ ରାଜୁ ଆଉ ଖୁସି କ'ଣ କରୁଛନ୍ତି, କାହିଁକିନା ସେ ବହୁତ ଏକ୍ସାଇଟମେଣ୍ଟ ଥିଲେ, ଏ ଦିନକୁ ଅପେକ୍ଷା କରିଥିଲେ। ତ ଫାଇନାଲି ଆଜି ତାଙ୍କ ଇଚ୍ଛା ପୂରଣ ହେଲା। ଯାଉ ଯାଉ ମୁଁ ମୋ ଫ୍ରେଣ୍ଡମାନଙ୍କ ସହିତ ଦେଖିଥିଲି, ସେମାନେ ଦେଖୁଛନ୍ତି ଯେତେବେଳେ ମୁଁ ଭିଡ଼ିଓ କରୁଛି, ମୁହଁ ନୁଚେଇ ଦେଉଛନ୍ତି, କିଏ ହାଇ କହୁଛନ୍ତି, କିଏ ଯାଇ ଝିଅ ସହିତ ଲାଗୁଛନ୍ତି, କାହିଁକିନା ଏମାନେ ହେଉଛନ୍ତି ସବୁ ମୋ ଫ୍ରେଣ୍ଡ। ଆଉ ଏମାନେ ବହୁତ ହସଖୁସି ଚୁଲବୁଲି, ବହୁତ ମଜାମସ୍ତି କରନ୍ତି ମୋ ସହିତ। ଆପଣମାନେ ଭାବୁଥିବେ କି ମୁଁ ବଡ଼ ସେ ସାନ, ନାହିଁ ସେମିତି କିଛି ନାହିଁ। କିନ୍ତୁ ସେ ଟିକେ ସାନ ହେଲେ ବି ମୋ ସାଙ୍ଗରେ ପୁରା ଫ୍ରେଣ୍ଡ। ଆମର ସବୁଦିନ ଏମିତି ମଜାମସ୍ତି ଚାଲିଥାଏ। ଆମେ ଯେବେ ବି ମିଶୁ, ପ୍ରାୟ ଟାଇମ୍ ଆମେ ମିଶୁ। ତ ଏମାନେ ମୋର ସବୁଠୁ ଭଲ ଫ୍ରେଣ୍ଡ। ତାଙ୍କମାନଙ୍କ ସହିତ ମୁଁ କଥା ହେଲେ ସବୁ କିଛି ଭୁଲିଯାଏ। ପ୍ରାୟ ଆମେ ବହୁତ ସାଙ୍ଗ ସେମାନେ। ଫାଇନାଲି ମୁଁ ତ ଜାଣିନି ତାଙ୍କ ଗେଷ୍ଟମାନଙ୍କୁ, ଫିର୍ ବି ଟିକେ ଦେଖିଦେଲି। ଇଏ ହେଉଛନ୍ତି ମୋର ଦୁଇ ସାଙ୍ଗ, ଇଏ ଦୁଇ ଯାହା, କିନ୍ତୁ ମୋର ସାଙ୍ଗ ଏମାନେ। ଯାଉ ଯାଉ ଆମେ ଆଗରେ ବୋର୍ଡ଼ିଂ ଦେଖିଦେଲୁ, ତା ଭିତରକୁ ଗଲୁ। ତାପରେ ମୋ ସାଙ୍ଗମାନଙ୍କ ସହିତ ଦେଖା ହେଲା। ରାଜୁ ଆଉ ଖୁସି ଷ୍ଟେଜ୍ ଉପରେ ଥିଲେ। ଆମକୁ ମାଉସୀ ପଛରେ ଥାଇ କହୁଥାନ୍ତି ଯାଉନୁ, ଫଟୋଟା ଉଠାଇ ଦେଇକି ଆସିବୁ। ମୁଁ କହିଲି ମୁଁ ଯାଉଛି ଟିକେ ରୁହ, ମୁଁ ଯାଉଛି। ତ ଫୋନ୍ କାହାକୁ ଧରେଇଲେ ଯିବି ନା ନାହିଁ କହୁନାହାନ୍ତି। ମୁଁ କ'ଣ କଲି, ଗୋଟେ ମୋ ସାଙ୍ଗକୁ ମୁଁ କହିଲି ସାଙ୍ଗ ତୁମେ ଟିକେ ଧର, ମୁଁ ଯାଉଛି, ମୋର ଟିକେ ଭିଡ଼ିଓ ଆଉ ଫଟୋ ବନେଇଦେବ। ବାବୁ କହିଲେ ହଁ ହଁ, ତା'ର ଟିକେ ଭିଡ଼ିଓ ବନେଇ ଦିଅ। ସେ ଟିକେ ଭିଡ଼ିଓ କାଙ୍ଗାଳି। ଯାଉ ଯାଉ ତାଙ୍କ କେକ୍ କଟା ସରିଯାଇଥିଲା, ରିଙ୍ଗ ସେରିମନି ବି ସରିଯାଇଥିଲା, କାହିଁକିନା ଆମେ ଟିକେ ଲେଟ୍ରେ ଯାଇ ପହଞ୍ଚିଲୁ। ଝିଅ ମୋର ଯାଇ ଆଗୁଆ ଦେଖୁଛି କାକି କିଏ, କକା ତ ଏକା ଥିଲେ, କାକି କିଏ, କାହିଁକିନା ସେ ତାଙ୍କୁ କକା ଡାକେ। ତ କାକି ବୋଧେ ନୂଆ ଆସିଛନ୍ତି, ସେଥିପାଇଁ ଦେଖୁନାହାନ୍ତି, ଯାଇ ଠିଆ ହେଇକି ଦେଖିକି କହୁଛି କ'ଣ ମାମା ଇଏ କିଏ। ରାଜୁ ବହୁତ ଖୁସି ହେଇଗଲେ ଆମକୁ ଦେଖିକି, କାହିଁକିନା ଆମେ ତ ଲେଟ୍ରେ ଫାଇନାଲି ପହଞ୍ଚିଛୁ। ଯାଉ ଯାଉ ରାଜୁ କହିଲେ ଆଉ ଆସ ଆସ ଭାଇ ଟିକେ ଫଟୋ ଉଠାଇଦେବା। ଦେଖୁନାହାନ୍ତି, ଆମେ ଯାଇକି ପୁରା ସାଇଜ୍ ହେଇ ଫଟୋ ଉଠାଇଦେଲୁ। ରାଜୁ ତାଙ୍କର କଥା ହେବାରେ ବ୍ୟସ୍ତ। ଭାଇ କ'ଣ ଏତେ ଲେଟ୍ ହେଇଗଲା ଯେ ଆସିଲେ, କ'ଣ କରିବା, ଟିକେ ଲେଟ୍ ହେଇଗଲା। ଆଉ ତା ଭିତରେ ସମସ୍ତେ ଆସୁଥାନ୍ତି ଗେଷ୍ଟମାନେ। ମୁଁ କହିଲି ଯାହା ହଉ ମୋର ଫାଇନାଲି ଗୋଟେ ଫଟୋ ଆଉ ଗୋଟେ ଭିଡ଼ିଓ ହେଇଗଲା। ତା ଦେହରେ ଆଭା କହୁଥାଏ ମାମା ମୋତେ ଟିକେ କେକ୍ ଦେ, ତ ସିଏ ଟିକେ କେକ୍ କାଙ୍ଗାଳି, ଟିକେ ଖଣ୍ଡେ କେକ୍ ଆଣିକିରି ସେ ଖାଇଲା। ତା ଭିତରେ ମୁଁ ଟିକେ ଭିଡ଼ିଓ ବନେଇଦେଲି ରାଜୁ ଆଉ ଖୁସିଙ୍କ ସହିତ। ମୁଁ କହିଲି ହାଇ ରାଜୁ ଟିକେ ଅନାଅ, ହଠୁ ସେ ଟିକେ ଅନେଇ ଦେଲେ, ମୁଁ ତାଙ୍କ ସହିତ ଟିକେ ଭିଡ଼ିଓ ବନେଇଦେଲି। ତାପରେ ମୁଁ ଟିକେ ରାଜୁ ଆଉ ଖୁସିଙ୍କ ସହ ଯାଇ
ଫଟୋ ଉଠେଇଲି। ବାବୁଙ୍କୁ ଫୋନ୍ ଧରେଇଦେଲି। ମୁଁ କହିଲି ବାବୁ ତମେ ଟିକେ ଭିଡ଼ିଓ ବନାଅ, ଆମେ ଟିକେ ଯାଉଛୁ ଫଟୋ ଉଠାଇବା ପାଇଁ। ତ ଆମେ ଫାଇନାଲି ଫଟୋ ଉଠାଇବାରେ ବ୍ୟସ୍ତ, କିନ୍ତୁ ଆଭା ମାଆକୁ ନୋଟିସ୍ କରନ୍ତୁ, ଆଭା ମା କେକ୍ ଖାଇବାରେ ବ୍ୟସ୍ତ। ହଉ ଛାଡ଼ନ୍ତୁ, ସିଏ ତ ଛୋଟ ପିଲା। ଆଉ ଆମେ ବାବା, ମାଉସୀ, ମଉସାଙ୍କ ସହିତ ସମସ୍ତଙ୍କ ସହିତ ଫଟୋ ଉଠାଇଦେଲି। ତାପରେ ମୁଁ ମୋ ନିଜ ଫଟୋ ଉଠାଇଦେଲି। ଦେଖୁନାହାନ୍ତି କେକ୍କୁ ପୁରା ସମସ୍ତେ କାଟି କାଟିକିରି ଅଧା ଖାଇ ଦେଇଛନ୍ତି, ଆଉ କିଛି ବାକି ନାହିଁ। ଏବେ ସମସ୍ତେ ଟିକେ ରେଷ୍ଟ, କାହିଁକିନା ଫଟୋ ଉଠାରୁ ରେଷ୍ଟ, ଗପରେ ମାତିଛନ୍ତି। କିନ୍ତୁ ମୁଁ ମୋ ଭିଡ଼ିଓ କରିବାରେ ବ୍ୟସ୍ତ। ତା ଦେହରେ ମୋ ଝିଅ କହୁଛି ମାମା ତୁ ଟିକେ କେକ୍ ଖାଇଦେ। ଆମେ ଟିକେ କେକ୍ ଖାଇଦେଲୁ। ଏବେ ଆମେ ବାହାରିଲୁ ଭୋଜି ଖାଇବାକୁ। ଫାଇନାଲି ଗୁରୁବାର ହେଇଥିଲା, ତ ଅରୁଆ ଭାତ, ଡାଲମା, ସାଧା, ମିକ୍ସଚର, ସାଲାଡ଼, ପାମ୍ପଡ଼ ଏସବୁ ହେଇଥିଲା। ମୁଁ ଟିକେ ଭୁଲି ଯାଇଛି ଖାଇବା ଭିଡ଼ିଓ କରିବା ପାଇଁ, କାହିଁକିନା ଆଭା ମୋତେ ଏତେ ହଇରାଣ କରୁଥିଲା ଯେ ମୁଁ ଭିଡ଼ିଓ କରିବା ପାଇଁ ଭୁଲି ଯାଇଛି। ସେ କହିଲା ହାଏ ବାବା ଟିକେ ଭିଡ଼ିଓ ବନାଅ। ଫାଇନାଲି ଆମେ ମଜାମସ୍ତି କରି ଅରୁଆ ଭାତ, ଡାଲମା ଖାଇ ଏବେ ଘରକୁ ବାହାରିଲୁ। ବାହାରିଲା ବେଳକୁ ବାବୁ ଟିକେ ବସିଥିଲେ, କହିଲେ ଟିକେ ଭିଡ଼ିଓ ବନେଇଲୁ। ମୁଁ କହିଲି ବାବୁ କ'ଣ ଆଜି କହୁଛନ୍ତି ଭିଡ଼ିଓ ବନେଇବା ପାଇଁ? ଆଉ ଠିକ୍ ଅଛି ଟିକେ ବନେଇଦେବା। ତାଙ୍କ ମନ ଖୁସି କରିବା ପାଇଁ ମୁଁ ତାଙ୍କ ସହିତ ଭିଡ଼ିଓ ବନେଇଦେଲି। ଜଲ୍ଦି ଜଲ୍ଦି ଆମ ପାର୍ଟି ସରିଲା। ଆମେ ଏବେ ଘରକୁ ବାହାରିଲୁ। ଆଭା କହୁଛି ବାଏ ବାଏ।